ବରା ବି ଆସିଥିବା ଦରକାର ଢେଙ୍କାନାଳର ଯେତିକି ବାସିନ୍ଦା ମାନେ ଆମେ ଭୁବନେଶ୍ୱରରେ ରହୁଛୁ ଆଜି ଭୁବନେଶ୍ୱର ଏଇ ଗୋଟେ ଜାଗାରେ ନାହିଁ ଓଡ଼ିଶାର ବିଭିନ୍ନ ଜାଗାରେ ଯେଉଁମାନେ ଢେଙ୍କାନାଳରେ ରହୁଥିବା ଲୋକ କି ତାଙ୍କର ବାସିନ୍ଦା ମାନେ ଆଜିର ଏଇ ଦିବସଟାକୁ ପାଳନ କରୁଛନ୍ତି। କଟକରେ ହେଉଛି, ସମ୍ବଲପୁର, ବାଲେଶ୍ୱର, ରାଉରକେଲା ବହୁତ ଜାଗାରେ ଆଜିର ଏଇ ଦିବସଟାକୁ ପାଳନ କରାହେଉଛି। ବରା ଗୋଟେ ଆମର ଟ୍ରାଡ଼ିସନାଲ୍ ଫୁଡ଼୍ରେ ଯାଉଛି, ଯେଉଁଟାକି ଆମର ଓଡ଼ିଆମାନଙ୍କ ପାଇଁ ଏଇଟା ଗୋଟେ ବହୁତ ଭଲ ଫୁଡ଼୍ରେ ଆମେ କାଉଣ୍ଟ କରୁ। ବରାଟା ଗୋଟେ ଏମିତିଆ ଜିନିଷ, ତାକୁ ପଖାଳରେ ଖାଇହେବ, ବରାକୁ ଆଳୁଦମରେ ଖାଇହେବ, ଖାଲି ବରା ଖାଇହେବ। ତ ଡେଫିନେଟଲି ଆମେ ନିଶ୍ଚିତ ଏଇଟା ଗୋଟେ ଗର୍ବ ଅନୁଭବ କରିବା କଥା ଯେ ଆମର ଜାଗାରୁ, ଆମର ଷ୍ଟେଟ୍ରୁ, ଆମର ରାଜ୍ୟରୁ କି ଆମର ଜିଲ୍ଲାରୁ ଏଇ ଯେଉଁ ବରାଟା ଓଡ଼ିଶା ବାହାରେ ଓ ଇଭେନ୍ ଇଣ୍ଟରନ୍ୟାସନାଲ୍ ଲେଭେଲ୍ରେ ବହୁତ ଜାଗାରେ ଏଇଟା ଲୋକମାନେ ଆଦୃତ କରୁଛନ୍ତି। ତାଙ୍କର ଗୋଟେ ଟ୍ରାଡ଼ିସନାଲ୍ ଫୁଡ଼୍ଟା ଆଜିକା ଦିନରେ ବାହାରେ ମଧ୍ୟ ବହୁତ ଜଣ ଏଇଟା ସମସ୍ତଙ୍କ ପ୍ରଚେଷ୍ଟା ରହିବା କଥା। ଦେଖନ୍ତୁ ବହୁତ ଯେମିତି ରସଗୋଲା ଗୋଟେ କଥା ଉଠିଲା, ରସଗୋଲାଟାକୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ, ୱେଷ୍ଟବେଙ୍ଗଲ ଗଭର୍ଣ୍ଣମେଣ୍ଟ ଭିତରେ ବହୁତ ଯୁକ୍ତିତର୍କ ଥିଲା ଯେ ଏଇଟା କେମିତି, ଏଇଟା ଆମର ଟ୍ରାଡ଼ିସନାଲ୍ ଫୁଡ଼୍, ଆମଠୁ ଏଇଟା ଷ୍ଟାର୍ଟ ହେଇଛି। ସେ ନିଶ୍ଚିତ ଆମେ ଯଦି ବରାରେ ନିଜକୁ ପରିଚିତ କରିପାରିବା ଆମର ରାଜ୍ୟକୁ, ଆମର ଜିଲ୍ଲାକୁ, ତ ନିଶ୍ଚିତ ଏଇଟା ଜିଓ ଟ୍ୟାଗିଂ କରିବା କଥା। ଗଭର୍ଣ୍ଣମେଣ୍ଟ ମଧ୍ୟ ଏଇଥିରେ ସାହାଯ୍ୟ କଥା। ଆଜିକାଲି ଏଇ ବରାକୁ ନେଇକି ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଫର୍ମାଟ୍ରେ ସେଇଟା ବିକ୍ରି ହେଉଛି, ଆଉ ସେଇଟା ଇଭେନ୍ ଏକ୍ସପୋର୍ଟକୁ ବି ଲୋକମାନଙ୍କର ଇଚ୍ଛା ଯେ ଏକ୍ସପୋର୍ଟ ହେଉ ଏଇସବୁ ଜିନିଷ। ନ୍ୟାଚୁରାଲି ଏଇଟା ଗୋଟେ ଫୁଡ଼୍ ଇଣ୍ଡଷ୍ଟ୍ରିକୁ ବୁମିଂ କରିବ। ମୁଁ ସ୍ପର୍ଶ ହସ୍ପିଟାଲ ତରଫରୁ ସମସ୍ତଙ୍କୁ ଏଇଟା ଆଡ଼ଭାଇସ୍ କରିବି, ଆପଣମାନେ ନିଜକୁ ସ୍ୱାସ୍ଥ୍ୟକୁ ଜଗନ୍ତୁ, ନିଜର ସାଙ୍ଗସାଥିମାନେ, ପରିବାର ଲୋକମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସୁରକ୍ଷା ରଖିବା ପାଇଁ କରନ୍ତୁ। ଭଲ ଜିନିଷ ଖାଆନ୍ତୁ ଓ ସ୍ୱସ୍ଥ ରୁହନ୍ତୁ।